ହୀରାକୁଦରେ 10ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ। ତଳିଆ ଅଞ୍ଚଳରେ ବଢ଼ିଲା ବନ୍ୟାର ଭୟ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ପ୍ରଥମେ ଖୋଲିଥିଲା 4ଟି ଗେଟ୍, ଏବେ ଆଉ 6ଟି ଗେଟ୍ ଖୋଲିଛି। ବର୍ତ୍ତମାନ ମୋଟ 10ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମ୍ରୁ ପାଣି ନିଷ୍କାସିତ ହେଉଛି, ଯାହାଦ୍ୱାରା ତଳମୁଣ୍ଡରେ ବନ୍ୟା ଆଶଙ୍କା କରାଯାଇଛି। ସେଥିପାଇଁ ମହାନଦୀ ଅବବାହିକା ଅଞ୍ଚଳର ଲୋକଙ୍କୁ ସତର୍କ କରାଇ ଦିଆଯାଇଛି। ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଛି, ଯେଉଁଥିପାଇଁ ମହାନଦୀରେ ପ୍ରବଳ ପାଣି ପ୍ରଭାବିତ ହେଉଛି। ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ହୀରାକୁଦ ଡ୍ୟାମ୍ ଭିତରକୁ 1,64,009 କ୍ୟୁସେକ୍ ପାଣି ପ୍ରବେଶ କରୁଛି, ଯାହାଫଳରେ କ୍ଷମତାଠାରୁ ଅଧିକ ପାଣି ଡ୍ୟାମ୍ରେ ମହଜୁଦ ରହିଛି। ସ୍ଥିତିକୁ ସମୀକ୍ଷା କରିବା ପରେ ଡ୍ୟାମ୍ କର୍ତ୍ତୃପକ୍ଷ ହୀରାକୁଦ ଗେଟ୍ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଜି ପୂର୍ବାହ୍ନ 11ଟାରେ ପ୍ରଥମେ 4ଟି ଗେଟ୍ ଖୋଲାଯାଇଥିଲା। ଜଳସମ୍ପଦ ବିଭାଗ ତରଫରୁ କୁହାଯାଇଛି, ହୀରାକୁଦ ଡ୍ୟାମ୍ର ବାମ ପାର୍ଶ୍ୱରୁ 7 ଏବଂ 8 ଆଉ 9 ଏବଂ ଡାହାଣ ପାର୍ଶ୍ୱରୁ 46 ନମ୍ବର ଗେଟ୍ ପ୍ରଥମେ ଖୋଲାଯାଇଥିଲା। ଏହି 4ଟି ଗେଟ୍ ଦେଇ 64,000 କ୍ୟୁସେକ୍ ପାଣି ମହାନଦୀ ତଳମୁଣ୍ଡକୁ ଛଡ଼ାଯାଉଛି। ଏହାଛଡ଼ା ପାୱାର ହାଉସ୍ ଦେଇ 25,000 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଜଳସେଚନ ପାଇଁ 5,000 କ୍ୟୁସେକ୍ ପାଣି ଛଡ଼ାଯାଉଛି, ଯାହା କେନାଲ ମାଧ୍ୟମରେ ଚାଷ ଜମିକୁ ଯାଉଛି। କହିବାକୁ ଗଲେ ମୋଟ 94,000 କ୍ୟୁସେକ୍ ପାଣି ମହାନଦୀକୁ ଛଡ଼ାଯାଉଛି। ତେବେ ଅପରାହ୍ନରେ ଆଉ 6ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ 10ଟି ଗେଟ୍ ଦେଇ ବନ୍ୟା ଜଳ ପ୍ରଭାବିତ ହେଉଛି। ହୀରାକୁଦ ଡ୍ୟାମ୍ରୁ ନିଷ୍କାସିତ ହେଉଥିବା ଜଳ କଟକ ମଣ୍ଡଳୀରେ ପହଞ୍ଚିବାକୁ 36ରୁ 48 ଘଣ୍ଟା ସମୟ ନେଇଥାଏ। ତାହା ପୂର୍ବରୁ ସତର୍କ ହୋଇଯିବା ପାଇଁ ପରାମର୍ଶ ଦିଆଯାଇଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ